ଏହି କାହାଣୀ ଓ ଏଥିରେ ଥିବା ଚରିତ୍ରଗୁଡ଼ିକ ସମ୍ପୂର୍ଣ୍ଣ ରୂପେ କାଳ୍ପନିକ ଅଟେ ଏବଂ ଏହା କେବଳ 18 ବୟସରୁ ଉର୍ଦ୍ଧ୍ୱ ପିଲାମାନଙ୍କ ପାଇଁ ଅଟେ। ତ ଆଜିର କାହାଣୀଟିକୁ ଆମ ପାଖକୁ ଦୀପୁ ଭାଇ ପଠାଇଛନ୍ତି। ଚାଲନ୍ତୁ ସେ ପଠାଇଥିବା କାହାଣୀଟିକୁ ଆରମ୍ଭ କରିବା। ମୋ ଦୀପୁ, ବୟସ 19 ବର୍ଷ। ମୁଁ ଏବେ +3 ଫାଇନାଲ୍ ଇୟର୍ରେ ପଢ଼ୁଛି। ଆମ ଘରେ କହିଲେ ମୁଁ, ମୋ ବୋଉ ଆଉ ଜେଜେବାପା ରହୁ। ମୋ ବାପା 4 ବର୍ଷ ତଳେ ଗୋଟିଏ ଗାଡ଼ି ଦୁର୍ଘଟଣାରେ ଚାଲିଗଲେ। ଆଉ ଏହି 7ରୁ 8 ମାସ ହେବ ଜେଜେମା ବି ଚାଲିଗଲେ। ଆଉ ଆମେ ଘରେ ମାତ୍ର 3 ଜଣ ରହୁଛୁ। ବୋଉର ନାଁ ହେଉଛି ଚାରୁ, ବୟସ 40 ବର୍ଷ ହେବ। ଆଉ ଜେଜେଙ୍କର ନାଁ ହେଉଛି ଅଲେଖ, ବୟସ 62 ବର୍ଷ। ମୋ ବୋଉ ଦେଖିବାକୁ ସୁନ୍ଦରୀ ଆଉ ପତଳି ଟିକେ ହେଲେ ଯେ ମୋ ସାଙ୍ଗରେ ଯୁଆଡ଼େ ଯାଏ ତାକୁ ସମସ୍ତେ କଣେଇ କଣେଇକି ଅନେଇକି ରହିଥାନ୍ତି। ଯେବେ ମୋ ବାପା ଥିଲେ ମୋ ବୋଉ ବହୁତ ସୁନ୍ଦର ଲାଗେ ଆଉ ସଜେଇ ହୁଏ ସବୁଦିନ। ଆଉ ଯେବେ ମୋ ବାପା ଚାଲିଗଲେ ବୋଉର ମନ ଭାଙ୍ଗିଗଲା ଆଉ ମନ ଖରାପରୁ ଝଡ଼ିଗଲା। ତାପରେ କ'ଣ ହେଲା ଶୁଣନ୍ତୁ। ମୋ ଜେଜେ ବିଷୟରେ ଆମ ଗାଁରେ ଗୋଟେ ତେଜରାତି ଦୋକାନ ଅଛି। ଦୋକାନରେ ଭଲ ବେପାର ହୁଏ ଆଉ ଖୁସିରେ ଚଳିଯାଉ। ଏମିତି କିଛି ଦିନ ଗଲା ପରେ ଗୋଟେ ଦିନ ବୋଉ ମୋତେ କହିଲା, ଦୀପୁ ତୁ ଟିକେ ଦୋକାନକୁ ଯାଇ ମୋ ପାଇଁ ଗୋଟେ ଜିନିଷ ଆଣିଦେବୁ। ମୁଁ କହିଲି ହଁ ବୋଉ କହ, ମୁଁ ନେଇ ଆସିବି। ତାପରେ ବୋଉ ଗୋଟେ କାଗଜରେ ଲେଖିକି ଦେଲା ଆଉ କହିଲା ଯା ଜେଜେଙ୍କୁ ଦେବୁ, ସେ ଦେଇଦେବେ, ତୁ ନେଇ ଆସିବୁ। ମୁଁ ହଉ କହି ଦୋକାନକୁ ଗଲାବେଳେ ବାଟରେ ବୋଉ ଦେଇଥିବା ସେ କାଗଜକୁ ପଢ଼ିଲି। ଲେଖା ହୋଇଥିଲା, ବାପା ଗୋଟେ ମୋର ମାସିକିଆ ଅସୁବିଧା ଚାଲିଛି, ସେଥିପାଇଁ ମୋ ପାଇଁ ଗୋଟେ ପ୍ୟାଡ୍ ଦେବ XL ସାଇଜ୍ର। ମୁଁ କିନ୍ତୁ ବୁଝିପାରିଲିନି ପ୍ୟାଡ୍ ମାନେ କ'ଣ ବୋଲି। ମନେ ମନେ ମୁଁ ଭାବିଲି ଆଉ ଦୋକାନକୁ ଯାଇ ନେଇକି ଆସିଲି ଆଉ ବୋଉକୁ ଦେଲି। ବୋଉ ମୋତେ ଧନ୍ୟବାଦ କହିଲା। ମୁଁ ସେଠୁ ଚାଲିଗଲି ଆଉ ଲୁଚିକି ଦେଖିଲି ଯେ ପ୍ୟାଡ୍ କ'ଣ ଆଉ ତାକୁ କ'ଣ କରନ୍ତି। କିଛି ସମୟ ପରେ ଦେଖିଲି ମୋର ହୋସ୍ ଉଡ଼ିଗଲା। ବୋଉ ତାର କପଡ଼ାକୁ ଉଠେଇଲା ଆଉ ତା ଛୋଟ କପଡ଼ା ପୁରା ରକ୍ତ ବାହାରୁଥାଏ। ଆଗରୁ ମୋ ସାଙ୍ଗମାନେ କହନ୍ତି କି ଝିଅ ପିଲା ଆଉ ସ୍ତ୍ରୀ ଲୋକମାନଙ୍କର ମାସିକିଆ ହୁଏ ବୋଲି, ହେଲେ ମୁଁ କେବେ ବି ଦେଖିନଥିଲି। ମୋ ସାଙ୍ଗମାନେ କହନ୍ତି ତୋ ବୋଉ ବହୁତ ସୁନ୍ଦରୀ ଆଉ କହନ୍ତି କି ତୋ ବୋଉ ଏବେ ବିଧବା ବେଶରେ ଆହୁରି ସୁନ୍ଦର ଲାଗୁଛନ୍ତି। ମୋତେ ସେମାନଙ୍କ କଥା ବହୁତ ଖରାପ ଲାଗେ ଶୁଣିବାକୁ। ହେଲେ ସେଦିନ ମୁଁ ପ୍ରଥମ ଥର ପାଇଁ ବୋଉର ସେଇ ଗାତକୁ ଦେଖିଲି। ବହୁତ ଚୁଟି ତା ଗାତରେ। ମୋର ସେଇଦିନ ଠାରୁ ବୋଉ ଉପରେ ଖରାପ ନଜର ଆରମ୍ଭ ହେଲା। ଏମିତି 7ରୁ 8 ଦିନ ବିତିଲା ପରେ ଗୋଟେ ଦିନ ମୁଁ କଲେଜରୁ ଫେରିଲା ବେଳକୁ ଜେଜେ ଆଉ ବୋଉ କଥା ହେଉଛନ୍ତି। ମୁଁ କାନ ଡେରିକି ଶୁଣିଲି ସେମାନେ କ'ଣ କଥା ହେଉଛନ୍ତି। ତାପରେ ଜେଜେ କହିଲେ, ଚାରୁ ତୁ ସେଦିନ କାଗଜରେ କ'ଣ ଲେଖିଥିଲୁ ଆଣିବାକୁ? ବୋଉ କହିଲା, ବାପା ମୋର ପ୍ୟାଡ୍ ନଥିଲା, ସେଥିପାଇଁ ମୋତେ ଦୀପୁକୁ କହିବାକୁ ଖରାପ ଲାଗିଲା ବୋଲି ତାକୁ ମୁଁ ଲେଖିକି ଦେଇଥିଲି, କ'ଣ ହେଲା କି? ବାପା କହିଲେ କିଛି ନାହିଁ, ଏମିତି ପଚାରିଲି। ତାପରେ ବୋଉ କହିଲା, ବାପା ଘରେ କେହି ନାହାନ୍ତି ବୋଲି ମୋତେ ଜମାରୁ ଭଲ ଲାଗୁନି। ତାପରେ ଜେଜେ କହିଲେ, ଭଲ ଲାଗୁନି ମାନେ? ତାପରେ ବୋଉ କହିଲା, ମୋ ପାଖରେ କଥା ହେବାକୁ ଟାଇମ୍ ପାସ୍ କରିବାକୁ କେହି ବି ନାହାନ୍ତି। ତାପରେ ଜେଜେ କହିଲେ, ମୁଁ ଆଉ ଦୀପୁ ଅଛୁ ନା ତୋ ପାଖରେ। ତାପରେ ବୋଉ କହିଲା, ତୁମେ ତ ସବୁବେଳେ ଦୋକାନରେ ଆଉ ଦୀପୁ କଲେଜରେ। ତାପରେ ଜେଜେ କହିଲେ, ହଉ ଏଥର ଦୀପୁ ଘରେ ନଥିଲା ବେଳେ ଫୋନ୍ କରିବୁ, ମୁଁ ଆସିବି, ତାପରେ ଆମେ ବସି କଥା ହେବା। ତାପରେ ବୋଉ କହିଲା, ବାପା ତୁମେ ସତ କହୁଛ? ଜେଜେ କହିଲେ, ହଁ ଚାରୁ। ତାପରେ ବୋଉ କହିଲା, ବାପା ଦୀପୁକୁ ଟିକେ ଫୋନ୍ କଲ, ସିଏ ଏଯାଏ ଘରକୁ ଆସିନି। ତାପରେ ଜେଜେ କହିଲେ ହଉ କହିକି ମୋତେ ଫୋନ୍ ଲଗାଇଲେ। ମୋ ଭାଗ୍ୟ ଭଲ କି ମୁଁ ମୋ ମୋବାଇଲକୁ ସାଇଲେଣ୍ଟରେ ରଖିଥିଲି, ନହେଲେ ଆଜି ଧରା ପଡ଼ିଯାଇଥାନ୍ତି। ତାପରେ ମୁଁ ଫୋନ୍ ଉଠେଇଲି। ଜେଜେ କହିଲେ, ଘରକୁ କେତେବେଳେ ଆସିବୁ? ମୁଁ କହିଲି, ମୋର ଯିବା ଟିକେ ଡେରି ହେବ। ସେ କହିଲେ, କ'ଣ ପାଇଁ? ମୁଁ କହିଲି, ମୋର ଏକ୍ସଟ୍ରା କ୍ଲାସ୍ ଟିକେ ଅଛି, ମୁଁ ତାକୁ ସାରିକି ଆସିବି, ତୁମେ ବ୍ୟସ୍ତ ହୁଅ ନାହିଁ। ତାପରେ ସେ ଫୋନ୍କୁ କାଟିଲେ ଆଉ ମୁଁ ଲୁଚିକି ଦେଖୁଥିଲି ସେମାନେ କ'ଣ କରୁଛନ୍ତି। ଆଉ ତାପରେ ଜେଜେ ବୋଉକୁ କହିଲେ, ଦୀପୁ ଆସିବାକୁ ଡେରି ହେବ, 2 ଘଣ୍ଟା ପାଖାପାଖି, ହଉ ଚାଲ ଆମେ ବସିକି କଥା ହେବା। ବୋଉ କହିଲା, ହଉ ବାପା। ତାପରେ ଜେଜେ କହିଲେ, ଚାରୁ ଏଥର ପ୍ୟାଡ୍ ସରିଲେ ମୋତେ କହିବୁ, ମୁଁ ନେଇ ଆସିବି। ପୁଅକୁ କାହିଁକି କହୁଛୁ? ଶ୍ୱଶୁରକୁ କହିବାକୁ କ'ଣ ଲାଜ ଲାଗୁଛି? ବୋଉ କହିଲା, ହଁ ବାପା, ତୁମକୁ କହିବାକୁ ମୋତେ ଲାଜ ଲାଗିବ। ତାପରେ ଜେଜେ କହିଲେ, କ'ଣ କହିଲୁ ଲାଜ ଲାଗିବ? ତୋ ଶାଶୁର ଯେବେ ପ୍ୟାଡ୍ ଦରକାର ହେଉଥିଲା
ସେ ମୋତେ କହୁଥିଲା। ଆଉ ତୁ କହିଲେ ଲାଜ କାହିଁ ଲାଗିବ? ଜେଜେ ଏତିକି କହି ବୋଉ ପାଖକୁ ଲାଗିକି ବସିଲେ ଆଉ ବୋଉର ଗୋଟେ ହାତକୁ ଧରିଲେ। ତାପରେ ବୋଉ କହିଲା, କିଏ ଦେଖିବ ଯଦି ଖରାପ ଭାବିବ କହି ଜେଜେଙ୍କ ଠାରୁ ଟିକେ ଦୂରେଇ ଗଲା। ତାପରେ ସେମାନେ କଥା ହେଉ ହେଉ ମୁଁ ମାସି ପହଞ୍ଚିଗଲି ଆଉ କହିଲି, ଜେଜେ ଆଜି କ'ଣ ଜଲ୍ଦି ପଳେଇ ଆସିଲ? ଜେଜେ କହିଲେ, ମୋ ଦେହ ଟିକେ ଭଲ ଲାଗିଲାନି ତ, ସେଥିପାଇଁ ଘରକୁ ଚାଲି ଆସିଲି। ତାପରେ ମୁଁ ତାଙ୍କୁ କହିଲି, ତୁମେ ଠିକ୍ କରିଛ ଜେଜେ। ତାପରେ ଜେଜେ ତାଙ୍କ ରୁମ୍କୁ ଚାଲିଗଲେ। ବୋଉ ଆଉ ମୁଁ ଆମେ ବସିକି କଥା ହେଲୁ। ଆଉ ତାପରେ ହଠାତ୍ ମୋର ଗୋଟେ ସାଙ୍ଗ ଫୋନ୍ କରି କହିଲା କି, ଦୀପୁ ଆଜି ମୋ ଭାଇଙ୍କର ବାହାଘର, ତୁ ଟିକେ ଜଲ୍ଦି ଆସ। ମୁଁ ଆସୁଛି କହି ଗାଧୁଆ ଘରକୁ ଗଲି ଧୁଆଧୋଇ ହେବା ପାଇଁ। ଧୁଆଧୋଇ ହୋଇକି ଆସିବା ପରେ ବୋଉ ଆଉ ଜେଜେ ପଚାରିଲେ, କୁଆଡ଼େ ଯାଉଛୁ ଦୀପୁ? ମୁଁ କହିଲି, ଆଜି ମୋ ସାଙ୍ଗର ଭାଇ ବାହାଘର ତ, ସେଠିକି ଯାଉଛି। ଆଉ ଫେରିଲା ବେଳେ ଡେରି ହେବ, ତୁମେ ଦୁଇଜଣ ଖାଇଦେବ ହେଲା। ମୁଁ ତାପରେ ଘରୁ ବାହାରିକି ଯାଇ ସାଙ୍ଗ ଘରେ ପହଞ୍ଚିଲି। ଆଉ ପହଞ୍ଚିଲା ପରେ ଦେଖିଲି କି ସେ ସାଙ୍ଗମାନେ ମିଶି ପାର୍ଟି କରିବେ ବୋଲି ମୋତେ ମିଛରେ ଡାକିଥିଲେ। ତାପରେ ଆମେ ପାର୍ଟି କରି ଘରକୁ ଫେରିଲା ବେଳକୁ ରାତି 10ଟା ହେବ। କିଛି ସମୟ ପରେ ମୁଁ ଘରେ ଯାଇକି ପହଞ୍ଚିଲି। ଦେଖିଲି ସବୁ ଝରକା ଆଉ କବାଟ ବନ୍ଦ ଅଛି। ତାପରେ ଭାବିଲି କି ବୋଉ ଯଦି ଜାଣିବ ମୁଁ ପାର୍ଟିକୁ ଯାଇଥିଲି ବୋଲି ଗାଳି କରିବ। ସେଥିପାଇଁ ଭାବିଲି ଜେଜେଙ୍କୁ ଡାକିଲେ କିଛି କହିବେନି। ସେଥିପାଇଁ ତାପରେ ମୁଁ ଜେଜେଙ୍କୁ ଡାକିବାକୁ ଗଲାବେଳକୁ ବୋଉର ପାଟି ଶୁଭିଲା ଜେଜେଙ୍କ ରୁମ୍ରୁ। ଜେଜେଙ୍କ ରୁମ୍ ଝରକାରେ ଗୋଟେ ଛୋଟ କଣା ଥିଲା। ସେଥିରେ ରୁମ୍ର କିଛିଟା ଦେଖାଯାଏ। ସେଥିରେ ଘର ଭିତରକୁ ଚାହିଁଲା ବେଳକୁ ମୋ ମୁଣ୍ଡ କାମ କଲାନି। କିଛି ଏତେ ଖରାପ ଦୃଶ୍ୟ ଦେଖି ଜେଜେ ଆଉ ବୋଉ ପୁରା କିଛି ପିନ୍ଧିନଥାନ୍ତି। ବୋଉ ଜେଜେଙ୍କର ବାଡ଼ିକୁ ଧରି ଖେଳୁଥିଲା ଆଉ ହଲାଉଥିଲା। ଜେଜେ ବି ବୋଉର ଆଗ ଦୁଇଟାକୁ ଧରିକି ଦୌଡ଼ୁଥିଲେ। ଏତିକି ବେଳେ ଜେଜେ କହିଲେ, ଚାରୁ ଭଲ ହେଲା ଆଜି ଦୀପୁ ଘରେ ନାହିଁ। ବୋଉ କହିଲା, ହଁ ବାପା। ଜେଜେ କହିଲେ, ବୁଝିଲୁ ଚାରୁ, ମୋ ପୁଅ ଯିବାର 4 ବର୍ଷ ହେଲାଣି ଆଉ ସ୍ତ୍ରୀ ଯିବାର 7 ବର୍ଷ, ମାନେ 7ରୁ 8 ମାସ। ଭାଇ ଆମର ଟିକେ ଭୁଲ ଲେଖିଛନ୍ତି। ଆମେ ଦୁଇଜଣ ବହୁତ ଦିନ ହେଲା କଷ୍ଟରେ ଅଛେ। ଆଉ ଆଜି ଯାହା ହେଉ ଗୋଟେ ଭଲ ମୌକା ମିଳିଲା। ବୋଉ କହିଲା, ହଁ ବାପା, ମୁଁ ବି ବହୁତ ଦିନ ହେଲା ଟିକେ ସୁଖ ପାଇନି। ଜେଜେ କହିଲେ, ତୋର ଯଦି ସୁଖ ପାଇବାକୁ ଇଚ୍ଛା ହେଉଥିଲା ମୋତେ ଆଗରୁ କ'ଣ ପାଇଁ କହିଲୁନି? ବୋଉ କହିଲା, କହିବି ବୋଲି ଭାବେ, ହେଲେ କହିପାରେ ନା। ଜେଜେ କହିଲେ, ହଉ ଆଜି ମୁଁ ତୋର ଇଚ୍ଛା ପୂରଣ କରିଦେବି କହି ବୋଉକୁ ଗେଲ କରିବାକୁ ଲାଗିଲେ। ଆଉ ତାପରେ ଦୁହେଁ କୁଣ୍ଡାକୁଣ୍ଡି ହେଲେ। ତାପରେ ଜେଜେ କହିଲେ, ଚାରୁ ମୋତେ ଆଜି ଏମିତି ଲାଗୁଛି ଯେମିତି ତୋ ଶାଶୁ ଫେରି ଆସିଛି। ବୋଉ କହିଲା, ମୋତେ ବି ଠିକ୍ ସେମିତି ଲାଗୁଛି, ଯେମିତି ମୋ ସ୍ୱାମୀ ମୋ ପାଖରେ ଅଛନ୍ତି। ତାପରେ ଜେଜେ କହିଲେ, ଚାଲ ଆଜି ଆମେ ଦୁହେଁ ସ୍ୱାମୀ ସ୍ତ୍ରୀ ହୋଇଯିବା। ବୋଉ କହିଲା, ହଁ ବାପା, ମୋର ବି ଆଜି ତୁମ ସହିତ ମିଶିବାକୁ ବହୁତ ଇଚ୍ଛା ହେଉଛି। ଜେଜେ କହିଲେ, ସତରେ ଚାରୁ? ବୋଉ କହିଲା, ବାପା, ମୁଁ ଆଉ ରହିପାରୁନି। ମୋତେ ତୁମର ନିଜ ସ୍ତ୍ରୀ ଭାବି କୋଳକୁ ନିଅ ଆଉ ବହୁତ ଗେଲ କର। ଜେଜେ କହିଲେ, ହଉ କହି ବୋଉକୁ ଶୁଆଇ ଦେଇ କହିଲେ, ଦେଖ ଆଜି ମୁଁ ତୋତେ କେମିତି ସୁଖ ଦେଉଛି। ତାପରେ ଜେଜେ ବୋଉର ଜଙ୍ଗଲିଆ ଗାତକୁ ଚାଟିଲେ ଆଉ କହିଲେ କି, ଚାରୁ ତୋର ଗାତର ସ୍ୱାଦ ତୋ ଶାଶୁଠୁ ବି ଅଧିକ। ବୋଉ କହିଲା, ସତରେ ବାପା? ତାପରେ ଜେଜେ ହଁ କହିଲେ। ବୋଉ କହିଲା, 4 ବର୍ଷ ହେଲା ମୁଁ ବହୁତ କଷ୍ଟରେ ଅଛି, ଆଜି ମୋ କଷ୍ଟକୁ ମେଣ୍ଟେଇ ଦିଅ। ତାପରେ ଜେଜେ ହଁ କହି ବୋଉର ଗୋଡ଼କୁ ଫାଡ଼ି ନିଜ କାନ୍ଧରେ ରଖି ବୋଉର ଗାତରେ ତାଙ୍କର ମୁସଳିଆ ବାଡ଼ିକୁ ପୁରେଇଲେ। ଯେମିତି ବୋଉ ଜୋରରେ ଚିଲେଇଲା, ଜେଜେ କହିଲେ, କ'ଣ ହେଲା ଚାରୁ? ବୋଉ କହିଲା, ବାପା, ମୁଁ ବହୁତ ଦିନ ହେଲା ଟିକେ ମୋ ଭିତରେ ନେଇନି, ସେଥିପାଇଁ ମୋତେ ବହୁତ କଷ୍ଟ ହେଉଛି। ମୋ ଜେଜେଙ୍କର ବାଡ଼ି ପାଖାପାଖି 7 ଇଞ୍ଚ ହେବ। ତାପରେ ଜେଜେ ବୋଉକୁ ମାଡ଼ି ବସି ଶାନ୍ତି କରି ଚାଲିଲେ। ବୋଉ ଖାଲି ଚିଲାଉଥାଏ ଆଉ କହୁଥାଏ କି, ବାପା ମୋତେ ଛାଡ଼ିଦିଅ। ହେଲେ ଜେଜେ କିଛି ନ ଶୁଣି ବୋଉର ଆଗ ଦୁଇଟାକୁ ଦଳୁଥାନ୍ତି ଆଉ ତା ଗାତରେ ତାଙ୍କର ବାଡ଼ିକୁ ପୁରେଇ ଧକ୍କା ମାରୁଥାନ୍ତି। ବୋଉ ଖାଲି ଚିଲେଇ ଉଠୁଥାଏ। ଆଉ ଏମିତି 15 ମିନିଟ୍ ଗଲା ପରେ ଜେଜେ ବୋଉକୁ କହିଲେ, ଚାରୁ ଏବେ ଘୋଡ଼ି ହ, ମୁଁ ତ ପଛ ବୋଇତ କଖାରୁରେ ଟିକେ ଶାନ୍ତି କରିବି। ବୋଉ ଡରିଗଲା ଆଉ କହିଲା, ପ୍ଲିଜ୍ ବାପା, ତୁମେ ଏମିତି କରନି। ମୁଁ ମୋ ପଛରେ କେବେ କାହାର ନେଇନି, ଏମିତିକି ତୁମ ପୁଅ ବଞ୍ଚିଥିଲା ବେଳେ ବି ନୁହେଁ। ତୁମ ପୁଅ କେବଳ ମୋର ଆଗ ଗାତରେ କରନ୍ତି। ହେଲେ ଜେଜେ କିଛି ନ ଶୁଣି ବୋଉକୁ ଜବରଦସ୍ତି ଘୋଡ଼ି କରିଲେ ଆଉ ତାପରେ ବୋଉର ପଛ ବୋଇତ କଖାରୁ ଭଳିଆ କଣାରେ ପୁରେଇବାକୁ ଚେଷ୍ଟା କଲେ, ହେଲେ ଜମା ବସିଲାନି।
ଆଉ ବୋଉ କାନ୍ଦିଲା। ତାପରେ ଜେଜେ ତାଙ୍କର ବାଡ଼ିରେ ନଡ଼ିଆ ତେଲ ଲଗେଇ ପୁଣି ବୋଉର ପଛରେ ପୁରେଇଲେ। ଆଉ ଜୋରରେ ଗୋଟେ ଧକ୍କା ମାରିଲେ, ପୁରା ଅଧା ଗଳିଗଲା। ଆଉ ଗୋଟେ ଧକ୍କା ମାରିଲେ, ପୁରା ବୋଉର ଭିତରେ ପଶିଗଲା। ତାପରେ ବୋଉ କହିଲା, ବାପା ଆସ୍ତେ ଆସ୍ତେ କର, ମୋତେ ଭାରି କଷ୍ଟ ହେଉଛି। ଜେଜେ ହଁ କହି 20ରୁ 25 ମିନିଟ୍ କରିଲା ପରେ ପୁଣି ବୋଉକୁ ଲେଉଟେଇ ଦେଇ ତାର ଗାତରେ କରି ଚାଲିଲେ। ଆଉ ତାର ଆଗ ଦୁଇଟାକୁ ଦଳି ଚାଲିଲେ। ମୋ ବୋଉ ପୁରା ମଜାରେ ଜେଜେଙ୍କ ଠାରୁ ମଜା ପାଉଥିଲା। ଏମିତି 1.5 ଘଣ୍ଟା ଜେଜେ ବୋଉକୁ ଶାନ୍ତି କରିଲା ପରେ ଜେଜେଙ୍କର ପାଣି ବାହାରିଲା। ଆଉ ଜେଜେ ପଚାରିଲେ, କୋଉଠି ଛାଡ଼ିବି? ବୋଉ କହିଲା, ମୋର ଗାତରେ ଛାଡ଼ିଦିଅ। ତାପରେ ସେ 2 ଜଣ ଗାଧୁଆ ଘରକୁ ଯିବାକୁ ବାହାରିଲେ। ଯେମିତି ମୁଁ ସେଠାରୁ ଚାଲିଗଲି, ସେ ବି ଜାଣିପାରିଲେନି। ଆଉ ତାପରେ ସେମାନେ ଧୁଆଧୋଇ ହୋଇ ଅଲଗା ଅଲଗା ରୁମ୍ରେ ଶୋଇଲେ। ଆଉ ତାପର ଦିନ ସକାଳେ ଦେଖିଲି ବୋଉ ଜମାରୁ ଚାଲିପାରୁନି, ଆଉ ଜେଜେ କିନ୍ତୁ ବହୁତ ଖୁସି ଦେଖାଯାଉଥିଲେ। ତାପରେ ମୁଁ ଜେଜେଙ୍କୁ ପଚାରିଲି, ତୁମ ଦେହ ଏବେ କେମିତି ଲାଗୁଛି? ଜେଜେ କହିଲେ, ଏବେ ଭଲ ଲାଗୁଛି। ମୁଁ ପଚାରିଲି, କାଲି ରାତିରେ ଠିକ୍ସେ ନିଦ ହେଲା ତ? ଜେଜେ ମୋ କଥାରୁ ସନ୍ଦେହ ଟିକେ କଲେ। ଭାବିଲେ କାଲି ରାତିରେ ଯାହା ଘଟିଛି ମୁଁ ଆଉ ଦେଖିଦେଇନି ତ। ତାପରେ ଜେଜେ ମୋତେ ତାଙ୍କ ରୁମ୍କୁ ଡାକିଲେ ଆଉ କହିଲେ, କାଲି ରାତିରେ ମୁଁ ଯାହା ସବୁ କରୁଥିଲି ତୁ ସବୁ ଦେଖିଛୁ ନା? ମୁଁ ଜେଜେଙ୍କ କାନରେ ହଁ କହିଲି। ଆଉ କହିଲେ କି, କେବେଠୁ ତୁମେ ମୋ ବୋଉ ଉପରେ ଆଖି ପକାଇଲଣି? ଜେଜେ କହିଲେ, ତୋ ବୋଉ ଉପରେ ମୋର ଖରାପ ନଜର ଜମା ବି ନଥିଲା। ହେଲେ କାଲି ରାତି ଆମେ ପ୍ରଥମ ଥର ପାଇଁ ମିଶିଗଲୁ। ହେଲେ ମୁଁ ସତ କହୁଛି ଦୀପୁ, ମୁଁ ଆଉ ଏମିତି କାମ କେବେ ବି କରିବିନି। ତାପରେ ମୁଁ ପଚାରିଲି, ଜେଜେ ମୋ ବୋଉର କ'ଣ ତୁମର ପସନ୍ଦ? ଜେଜେ କହିଲେ, ତୋ ବୋଉର ମୋତେ ସବୁ ପସନ୍ଦ ଲାଗିଲା। ମୁଁ କହିଲି, ପୁଣି କେବେ ମୋ ବୋଉକୁ ତମେ ମଜା ଦେବ? ଜେଜେ କହିଲେ, ନା ମୁଁ ଆଉ ସେମିତି ଭୁଲ କରିବିନି। ମୁଁ କହିଲି, ତୁମେ ବୋଉକୁ ନ ମଜା ଦେଲେ ମୁଁ ବାହାରେ ସମସ୍ତଙ୍କୁ କହିଦେବି। ତାପରେ ଜେଜେ ରାଜି ହେଲେ ବୋଉକୁ ଟିକେ ମଜା ଦେବାକୁ। ଜେଜେ କହିଲେ, ହେଲେ ତୁ କେବେ କାହାକୁ କହିବୁନି? ମୁଁ କହିଲି, ନା। ଜେଜେ ତୁମେ ବ୍ୟସ୍ତ ହୁଅନି। ଜେଜେ କହିଲେ, ଆଜି କଲେଜ ଯିବୁନି କି? ମୁଁ କହିଲି, ହଁ ଯିବି। ଜେଜେ କହିଲେ, କେତେବେଳେ ଯିବୁ? ମୁଁ କହିଲି, ଆଉ କିଛି ସମୟ ପରେ। ହେଲେ ତୁମେ ମୋ ଯିବା କଥା କାହିଁକି ପଚାରୁଛ? କ'ଣ ଆଜି ବି ତମେ ବୋଉ ସହିତ ସମ୍ପର୍କ ରଖିବ ନା କ'ଣ? ଜେଜେ କହିଲେ, ହଁ, ଆଉ ରହି ହେଉନି ତୋ ବୋଉ ବିନା। ମୁଁ କହିଲି, ଏତେ ଯଦି ଇଚ୍ଛା ହେଉଛି ବାହା ହୋଇଯାଉନ। ମୋ ବୋଉକୁ ଘର କଥା ଘରେ ରହିବ, କେହି ଜାଣିବେନି। ଆଉ ମନ ଇଚ୍ଛା ତମେ ତା ସହିତ ମଜା କରିବ। ଜେଜେ କହିଲେ, ସେ କ'ଣ ରାଜି ହେବ? ମୁଁ କହିଲି, ତୁମେ ରାଜି କରେଇବ ନା? ତାପରେ ମୁଁ କଲେଜ ଚାଲିଗଲି। ଜେଜେ ବୋଉକୁ ମୋ କଥା ସବୁ କହିଦେଲେ। ଆଉ ଆମ ଘର ଠାକୁର ପାଖରେ ବୋଉକୁ ନେଇ ସିନ୍ଦୁର ଆଉ ମଙ୍ଗଳସୂତ୍ର ପିନ୍ଧେଇଦେଲେ। ମୁଁ କଲେଜରୁ ଫେରିଲା ବେଳକୁ ଦେଖିଲି ବୋଉ ସିନ୍ଦୁର ଶଙ୍ଖା ପିନ୍ଧିଛି, ଆଉ ତା ସହ ଜେଜେ ଠିଆ ହୋଇ କ'ଣ କ'ଣ କଥା ହେଉଛନ୍ତି। ମୋତେ ଦେଖି ବୋଉ ଲାଜ କରି ଘର ଭିତରକୁ ପଳେଇଲା। ମୁଁ ଜେଜେଙ୍କୁ ହସି କହିଲି, ଜେଜେ ତୁମ ଆଜି ଜେଜେରୁ ମୋ ବାପା ହୋଇଗଲ। ଜେଜେ ବି ମୁରୁକି ହସି କହିଲେ। ଜେଜେ କହିଲେ, ହଁ ରେ, ତୋ ବୋଉ ବିନା ଆଉ ରହି ହେଉନି। ମୁଁ କହିଲି, ଆଜି ତାହେଲେ ବୋଉକୁ ଗୋଡ଼େଇ ତୋଡ଼େଇ ତମେ ମଜା କରିବ। ତାପରେ ଜେଜେ ଆଉ ମୁଁ ହସିଲୁ। ସେଦିନ ରାତିରେ ଜେଜେ ବୋଉକୁ ଭଲସେ ମଜା ଦେଇଥିବେ। ଗୋଟେ ଥର ତାର ପଛରେ ବି କରିଲେ। ଆଉ ଏବେ ଜେଜେ ଦିନକୁ ଦିନ ଯବାନ ଦେଖିବାକୁ ଲାଗିଲାଣି। ମୋ ବୋଉର ଗାତରୁ ପାଣି ପିଇ ଜେଜେ ପୁରା ମସ୍ତ ରହୁଛନ୍ତି। ଏବେ ବହୁତ ସମୟ ସେ ମୋତେ ଦୋକାନରେ ବସାଇ ଦେଇ ଘରେ ରହୁଛନ୍ତି। ଆଉ ଘରେ ବୋଉ ସହିତ ଖୁବ୍ ମଜା କରୁଛନ୍ତି। ତ ଦର୍ଶକ ବନ୍ଧୁ, ଆଜିର କାହାଣୀଟି ଏଇଠି ସମାପ୍ତ ହେଉଛି। ମୁଁ ଏହି ଭିଡ଼ିଓର ସେକେଣ୍ଡ ପାର୍ଟରେ କହିବି। ଦିନେ ଜେଜେ ମୋ ବିଧବା ବୋଉକୁ ଶାନ୍ତି କରିଲା ବେଳେ ମୋ ସାଙ୍ଗ ବିଜୟ ଦେଖିଥିଲା। ଆଉ ଜେଜେ ଦୋକାନକୁ ଗଲା ପରେ ବିଜୟ ଘରେ ପଶି ବୋଉ ସହିତ ଖୁବ୍ ମଜା କରିଲା। ସେ କାହାଣୀଟି ଆମ ଚ୍ୟାନେଲରେ ବହୁତ ଜଲ୍ଦି ଆସିଯିବ। ସେଥିପାଇଁ ଏହି ଭିଡ଼ିଓର ସେକେଣ୍ଡ ପାର୍ଟକୁ ଅପେକ୍ଷା କରି ରୁହନ୍ତୁ। ଆଜି ପାଇଁ ଏତିକି, ରହୁଛି। ଦେଖା ହେବା ଆଉ ଏକ ନୂଆ ଭିଡ଼ିଓର ଏକ ନୂଆ କାହାଣୀରେ। ଧନ୍ୟବାଦ।